ओम नमो भगवते वासुदेवाय। पंचम स्कंध प्रथम अध्याय। परम पुरुष गोविंद ताहांक चरणार बिंद तहु गलई मकरंद ताहा जे पिबंती आनंद ताहांक चरणे बंदई। पंचम स्कंधे गीत गाई। परीक्षित उवाच भोमुनि किंपा प्रिय व्रत से आत्मा राम भागवत गृहे रमिला तांक मन प्राबध कर्मरे बंधन निश्चय मुक्त संग जेहु एमंत प्राणी माने केहु किंपा ए गृहे मन रहे भोमुनि फेडिबा संशये निश्चय तब लोकांकर उत्तम श्लोक जे बासार निवृत्त चित्त जे हुई से किंपा व्यर्थ आचरई एमोते संशय बहुत जे प्राणी गृह मोहे चित तामती विष्णु विषୟରେ होइला केमंते संसारे। श्री शुकवाच निश्चय कहिबा ता शुण धन्य जीवन तोरा जन उत्तम श्लोक जे गोविंद ताहांक चरणार बिंद तहु अमीय रस बहे ताहा जे प्राणी नृत्य पिए भकत साधु सेहु जन परम हंस दिव्य ज्ञान ताहार विष्णु कथा बिने केबे हे आन नुहे मने अन्य जे गुण कथा मान इच्छा न करंती जे जन जेणु ए नृप प्रिय व्रत गुणरे होइला पूजित मुनि परम भागवत नारद लोकरे विख्यात से मुनि चरण सेवारे सर्वकल्मष गला दूरे तक्षणे सत्य गुण बही ब्रह्म मंत्रे दीक्षा पाई पितार आज्ञा पाळी करी अबनी पालने विचारी उत्तम सत्व गुण तार प्रजा पालने नृपवर अखिल लोकांक जीवन अनादि नाथ नारायण ताहांक चरणार बिंदे चित निवेशिय प्रमादे प्रवृत्ति संसार व्यवहार मनकु तहु कला दूर नीच लोकर पराभव सहिला आपना स्वभाव एथु अंतरे भगवान देवंक आदि जे कारण राजार मन गुण घेनी जनकु सळे आत्मजोनि निगम निज गुणे थोई भुवनु अइले गोसाई गगन चले चंद्र जेन्हे विराज मान तारा गणे अपूर्व शोभाकु विस्तारी विजय प्रभु नरहरि निर्मल पूजा उपहारे पूजिले ताहांकु वेदरे पछरे जुथ जुथ होई सिद्ध गंधर्वे गीत गाई चारण मुनिक सहिते गमन कले जे समस्ते गंधमादन गिरि तले सभा कराई विजे कले वृषवाहने पंचानन हिरण गर्भ जनार्दन सेठारे थाइण नारद बंदिले पितामह पाद तक्षणे उठी मुनिवर सानंदे जोड़िबे निकर पितामहंकु से बंदिला चरणे शिर लगाइला प्रिय व्रतर पूजा घेनी कोमल वाक्य पद्मजोनि विस्मये चाहि वेदवर
ରାଜାଙ୍କୁ କହନ୍ତି ଉତ୍ତର। ବ୍ରହ୍ମବାଚ ହେ ପ୍ରିୟ ବ୍ରତ କହୁ ତୋତେ, କ୍ରୋଧ ନ କର ତୋର ଚିତେ। ଆମ୍ଭେ ନାରଦ ଆଦି ଯେତେ, ଯାହାର ଭାଗ୍ୟ ଚିନ୍ତେ ଚିତେ। ତପସ୍ୟା ବିଦ୍ୟା ଯୋଗ କରି, ପଣ୍ଡିତ ପଣେ ଯେ ଆଚରି। ନୁହଁଇ ଧର୍ମରେ ତତ୍ପର, କର୍ମ ନାଶନେ ଅଧିକାର। ଜନ୍ମ ମରଣେ କର୍ମ ବହି, ଜୀବନ ଶରୀର ଯେ ଦେହି। ଶୋକ ମୋହକୁ ନିର୍ତ୍ତ୍ୱ ପାଇ, ପୁଣି ଯେ ଦୁଃଖକୁ ଭୁଞ୍ଜଇ। ଯାହାର ବାକ୍ୟ ଗୁଣମାନ, ହେ ବତ୍ସ ଦୁସ୍ତର ଏ କର୍ମ। ଦ୍ୱିପାଦ ଚତୁଷ୍ପଦ ଯେତେ, ସର୍ବେ ବନ୍ଧନ ମୋହ ଗତେ। ଦୁଃଖ ସୁଖ ଗୁଣ କର୍ମରେ, ଏମାନ ଘେନି ସଙ୍ଗତରେ। ଈଶ୍ୱର ସୃଷ୍ଟିର କରତା, ସକଳେ ତାହାଙ୍କୁ ସେବନ୍ତା। ସେ ଯେ ଈଶ୍ୱର ବଶ ଦେହି, ଅନ୍ଧର ପ୍ରାୟ ଭ୍ରମୁ ଥାଇ। ଦେଖୁ ଦେଖୁ ଯେ ଭ୍ରମୁ ଥାଇ, ଏକଥା ପ୍ରାଣୀ ନ ଜାଣଇ। ନିଦ୍ରାକୁ ପାଇ ଯେହ୍ନେ ନରେ, ଅନ୍ୟ ଦେହରେ ଭୋଗ କରେ। ଗୃହସ୍ଥ ପ୍ରାଣୀ ମାନଙ୍କର, କେବେହେଁ ଭୟ ନୁହେଁ ଦୂର। ଲୋଭାଦି ମାନଙ୍କରେ ଯୁକ୍ତ, ତେଣୁ ହୁଅନ୍ତି ଅବିରତ। ସେ ବୁଦ୍ଧି ଜିଣେ ଇନ୍ଦ୍ରମାନ, ତାହାକୁ ହିତ ଗୃହ କର୍ମ। ନାଶ ନ କରଇ ତାହାରେ, ଯେଣୁ ଏ ରମେ ଗୃହାନ୍ତରେ। ଏ ଆଦି ଜାଣେ ଯେ ବାଜନ, ଗୃହେ ନ ରହେ ତାର ମନ। ଏହାକୁ ଜାଣି ବୁଧ ନରେ, ଆନନ୍ଦେ ଭ୍ରମନ୍ତି ସଂସାରେ। ଯେ ପଦ୍ମନାଭ ସଦାଶ୍ରିତ, ସର୍ବ ସଂସାରୁ ସେହି ମୁକ୍ତ। ସଂସାର ସାରକୁ ଭଜଇ, ଅନ୍ତେ ପରମ ଗତି ପାଇ। ଏମନ୍ତେ ତ୍ରିଭୁବନ ଗୁରୁ, ଭକ୍ତଙ୍କ ପ୍ରଭୁ ମହାମେରୁ। ନାମ ତା ଭଗବାନ ଦାସ, ସ୍ୱକାର୍ଯ୍ୟେ କରେ ସେ ବିଶ୍ୱାସ। ନାରଦ ରାଇ ପ୍ରିୟବ୍ରତେ, ପୁଛିଲେ ଧର୍ମ କଥା ଯେତେ। ନାରଦ ବାକ୍ୟେ ମନ ଦେଇ, ମନୁଆମ୍ବ ଯଦି ବିଚାରଇ। ନାରଦ ବାକ୍ୟ ମନ ଦେଇ, ମନୁଆମ୍ବଜ ବିଚାରଇ। ବିଷୟା ରସକୁ ସେ ତେଜି, ରହେ ସାତ୍ୱିକ ମନେ ଭଜି। ଏଣୁ ଅନ୍ତରେ ପୃଥିବୀରେ, ନିଯୁକ୍ତ ହୋଇଲା କୁମରେ। ଅଖିଳ ଜଗତ ବନ୍ଦନ, ନିବେଶି ଭଗବାନ ମନ। ଆଦି ପୁରୁଷ ପଦେ ଧ୍ୟାଇ, ମନ ନିବେଶି ନିର୍ତ୍ତ୍ୱ ତହିଁ। ପୃଥିବୀ ପରିପାଳନରେ, ଚିତ୍ତ ନିବେଶି ନିରନ୍ତରେ। ସେ ବିଶ୍ୱକର୍ମା ପ୍ରଜାପତି, ତାର ଦୁହିତା ବହିଷ୍କୃତି। ଏଥି ଉତ୍ତାରେ ମହୀପତେ, ବିଭା ହୋଇଲା ଯଥୋଚିତେ। 10 ଆମ୍ବୁଜ ତାର ତହିଁ, ଜନ୍ମିଲେ ଯଥା ଗୁଣ ବହି। ଜନ୍ମ ହୋଇଲେ କନ୍ୟା ଦୁଇ, ପୁତ୍ରଙ୍କ ନାମ ଶୁଣ ତୁହି। ଅଗ୍ନିନ୍ଦ୍ର ଇନ୍ଦ୍ର ଜିହାବଳି, ହିରଣ୍ୟ ରେତା ମହାବଳି। ଯଜ୍ଞବାହୁ ଯେ ମହାବୀର, ମେଧାତିଥି ଯେ ଶବନର। ଘୃତପୃଷ୍ଠ ଯେ ବିତିହୋତ୍ର,
କବି ସହିତେ 10 ପୁତ୍ର, ଏ 10 ନାମ ପୁତ୍ରଙ୍କର। ଏଥିର ମଧ୍ୟେ ଯେ ବାସାର, ବନ କବି ଯେ ମହାବୀର। ଊର୍ଦ୍ଧ୍ୱରେ ତା ଯେ ମଧ୍ୟର, ବାଲ୍ୟକାଳରୁ ଏହିମାନେ ଶ୍ରେଷ୍ଠ ଆଧ୍ୟାତ୍ମ ବିଦ୍ୟାଜ୍ଞାନେ। ପରମହଂସ ଦୀକ୍ଷା ଧରି, ସକଳ ଚେଷ୍ଟା ପରିହରି। ସର୍ବଜୀବନେ କୃପା ବହେ, ଭଗବାନରେ ଚିତ୍ତ ଥାଏ। ଭୃତ୍ୟ ଆରତ ପ୍ରାଣୀଙ୍କର, ଚରଣ ରକ୍ଷଣ ଶ୍ରୀଧର। ସେ ପାଦ ପଦ୍ମ ଆଶ୍ରୟରୁ, ନିରତେ ନାମ କୀର୍ତ୍ତନରୁ। ପରମ ଭକ୍ତି ପ୍ରଭାବରେ, ଦୟା ବହିଲେ ପ୍ରାଣୀଠାରେ। ଭାବେ ନିର୍ମଳ ଚିତ୍ତ ହୋଇ, ସର୍ବଭୂତରେ ଆତ୍ମା ସେହି। ସେ ପ୍ରଭୁ ପଙ୍କଜ ଚରଣେ, ରତ ଭକତ ଦାସ ପଣେ। ଦ୍ୱିତୀୟ ପତ୍ନୀ ଗର୍ଭେ ତାର, ହେଲେ ସେ ତିନୋଟି କୁମର। ଉତ୍ତମ ତାମସ ରୈବତ, ମନୁରେ ହୋଇଲେ ଅଧୀତ। ଏମନ୍ତେ ପୁତ୍ରମାନ ଘେନି, ଚିରକାଳେ ସେ ରାଜା ପୁଣି। ପୁରୁଷାର୍ଥର ଆଶ୍ରା ନେଲେ, ପୃଥିବୀ ନିଷ୍କଣ୍ଟକ କଲେ। ଧର୍ମପଣକୁ ନ ଆଚରେ, ରାଜାର ପତ୍ନୀ ବିଷୟରେ। ପ୍ରତିଦିନରେ ସ୍ନେହ ଭରେ, ବିହରେ ସେ ଯେ ନୃପବରେ। ଯାହାର ନବୀନ ଯୌବନେ, ମନ୍ଦହାସ ଅବଲୋକନେ। ଆବେଶ ହୋଇ ଦଣ୍ଡଧାରୀ, ନାରୀ ସ୍ୱଭାବେ ବଶକାରୀ। ମେରୁକୁ ସୂର୍ଯ୍ୟାଲୋକ ପ୍ରାୟେ, ରାଜାର ତେଜ ବୀର୍ଯ୍ୟ ଦେହେ। ତେଜେ ସୂର୍ଯ୍ୟ ତେଜ ରହିତ, ତପସ୍ୟା ବଳୁ ପ୍ରିୟବ୍ରତ। ପ୍ରତାପ ଦେଖାଇବା ଅର୍ଥେ, ଆରୋହୀ ଜ୍ୟୋତିର୍ମୟ ରଥେ। ରଜନୀ ଦିବସେ ଭ୍ରମଇ, ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ। ଏମନ୍ତ ଦେଖି ରାଜା ବ୍ରତ, ମନୁ ମିଳିଲେ ରାଜାଗ୍ରତ। ଏ ତୁମ୍ଭ ଅଧିକାର ନାହିଁ, ନିଷେଧ କଲେ ରାଜା ତହିଁ। ସେ ରାଜା ରଥର ଚକ୍ରର, ହୋଇଲା ଯେତେକ ବିସ୍ତାର। ତେଣୁ 7 ସିନ୍ଧୁ ହୋଇଲା, ପୃଥିବୀ ସପ୍ତ ଭାଗ କଲା। ଶାକ ଶାଳ୍ମଳୀ ତମ୍ବୁ, ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ। କୁଶ ପୁଷ୍କର ଆଦି କ୍ରୌଞ୍ଚ, ଏପରି 7 ଭାଗ ହେଲା। ସେ ରାଜା ଆନନ୍ଦେ ବୁଡ଼ିଲା, ଆନନ୍ଦ ମନ ଦଣ୍ଡଧାରୀ। ଏହା ସେ କର୍ମରେ ବିଚାରି, ପୁତ୍ରଙ୍କୁ ଅନୁଗ୍ରହ କଲେ। ଯଥା ବିଭାଗ କରିଦେଲେ, ଦୁହିତା ଉର୍ଜ୍ଜସ୍ୱତୀ ନାମ। ତାହାଙ୍କୁ କଲେ ଶୁକ୍ରଦାନ, ତାହାର ଗର୍ଭେ ଦେବଯାନୀ। ଜନ୍ମ ହୋଇଲା ଏ ଧରଣୀ, ଏଥୁ ଅନ୍ତରେ ରାଜା ଚିତ୍ତେ। ସୁନିନ୍ଦା କଲା ସେ ବହୁତେ, କୁସଙ୍ଗେ ଆସକ୍ତ ସେ ହେଲା। ବଡ଼ ଅସାଧୁପଣ କଲା, ଏଣୁ ଇନ୍ଦ୍ରିୟ ବଶ ହୋଇ। ଅବିଦ୍ୟା ବିଷୟରେ ମୋହି, ଏଣୁ ଏଧିକ ମୋ ଜୀବନ। ବିଶ୍ୱାସ ମନରେ ପ୍ରସନ୍ନ, ଇଷ୍ଟ ଦେବତା ପ୍ରସନ୍ନରେ। କ୍ରୋଧ ଜନ୍ମିଲା ରାଜାଠାରେ, ବିଷୟ ଚେଷ୍ଟା ସେ ଛାଡ଼ିଲା। ଇନ୍ଦ୍ରିୟ ମାନ ନିରୋଧିଲା, ରାଜା ସମ୍ପଦ ନ ଇଚ୍ଛିଲେ। ଯଥା ବିଭାଗେ ପୁତ୍ରେ ଦେଲେ, ସପତ୍ନୀ ତେଜେ ମୃତ ପ୍ରାୟେ। ମୃତ ହେଲା ଶରୀର ମୟେ, ମହାନ୍ତ ଭାଗ ଭଗବାନ। ନାରଦ ବ୍ରହ୍ମାର ନନ୍ଦନ,
ତାହାଙ୍କ ପଥ ଆଶ୍ରେ କଲା, ନିଶ୍ଚୟ ନିବୃତ୍ତ ହୋଇଲା। ଯେଉଁ ରାଜାର ଏତେ କୃତ୍ୟ, ଗାୟନ କରନ୍ତି ଜଗତ। ପ୍ରିୟବ୍ରତର କଲା କର୍ମ, ଏହାକେ କରିବାକୁ କ୍ଷମ। ଏହାର ରଥ ଚକ୍ର ମାର୍ଗେ, ସାତ ସମୁଦ୍ର ମହାଭାଗେ। ଭାଗ ବିଭାଗ ମହି କରି, ଦିଗ ଉପଦିଗ ବିଚାରି। ସେ ଯେ କଲା ମନୁର କୁମର, ପୃଥିବୀ ମଧ୍ୟେ ଅଗୋଚର। ସେ ପ୍ରିୟବ୍ରତର ମହିମା, ତୈଲୋକ୍ୟ କେଦେବ ଉପମା। ପ୍ରିୟ ଅଖିଳ ଲୋକଙ୍କର, ମହିମା ନୃପବର। ପ୍ରିୟବ୍ରତ ରାଜା ଚରିତ, କହଇବି ପ୍ରଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ପଞ୍ଚମ ସ୍କନ୍ଧେ ପ୍ରିୟବ୍ରତ ରାଜାଚରିତେ ନାମ ପ୍ରଥମୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।